ଦେଖନ୍ତୁ କିଛି ଅପଡ଼େଟ୍ ଏସ୍ଆଇ ଯେଉଁ ରି ଏକ୍ଜାମ୍ 2025କୁ ନେଇକି ଯେଉଁଟା ଆମେ ପ୍ଲାନ୍ କରିଥିଲୁ କି ଡିସେମ୍ବର 1ରେ ସେଇଟାକୁ କେଉଁଠି ନା କେଉଁଠି ଗୋଟେ ସୋର୍ସରୁ ଏଣ୍ଡ କଥାବାର୍ତ୍ତା ଚାଲିଛି ଯେଉଁଠି ନ୍ୟୁଜ୍ ଆସିଛି ଟିଲ୍ ନାଉ ଇଟ୍ ଇଜ୍ ନଟ୍ କନଫର୍ମଡ୍। ଆଇ ଉଡ୍ ଲାଇକ୍ ଟୁ ରିପିଟ୍ ଟିଲ୍ ନାଉ ଇଟ୍ ଇଜ୍ ନଟ୍ ଅଫିସିଆଲି କନଫର୍ମଡ୍ ବଟ୍ ଏଥିରେ ହେଉଛି କି ଯେଉଁ ଅଫିସିଆଲି କେବେ କନଫର୍ମ ହେବନି ଯେ ଯଦି ସେମାନେ ଏଇ ବର୍ଷ ଏକ୍ଜାମ୍ ପାଇଁ ପ୍ଲାନ୍ କରୁନାହାନ୍ତି ଦେନ୍ ଅପଡ଼େଟ୍ ବି ଦେବେନି କାହିଁକିନା ଜାଣିଛନ୍ତି ଯେମିତି ସେମାନେ କହିବେ କି ଏ ବର୍ଷ କରିବୁନି ଆମେ ଆର ବର୍ଷ କରିବୁ ଆପଣମାନେ ପ୍ରୋଟେଷ୍ଟକୁ ଓହ୍ଲାଇବେ ଷ୍ଟ୍ରାଇକ୍କୁ ଓହ୍ଲାଇବେ ତାଙ୍କର ଇମେଜ୍ ଖରାପ ହେବ ବଟ୍ ସେମାନେ ଆର ବର୍ଷ କଲେ ବି ଆଉ ତା 6 ମାସ ପରେ କଲେ ବି ବର୍ଷେ ପରେ କଲେ ବି 2 ବର୍ଷ ପରେ କଲେ ବି ତାଙ୍କର ଲାଭ କାହିଁକି ନା ପ୍ରତି ମାସର ଯେଉଁ ସାଲେରୀ ଯେଉଁ 900 କେତେ ଜଣ ସିଲେକ୍ଟ ହେଇଥାନ୍ତେ ତାଙ୍କର ଯେଉଁ ସାଲେରୀଟା ଗଭର୍ଣ୍ଣମେଣ୍ଟ ପାଖରେ ବଞ୍ଚିବ ଆଉ ସେଇ ପଇସାକୁ ସେ 5000 ଫ୍ରିରେ ଦେବେ ଫର୍ ଦ ସୁଭଦ୍ରା ଯୋଜନା 5 କେଜିରୁ 10 କେଜି ଚାଉଳ ଦେବେ ଏହିସବୁ ଯୋଜନାରେ ସେ ପଇସା ଯେଉଁ ଲୋକଙ୍କୁ ଫ୍ରି କରିକି ଅଳସୁଆ କରିକି ଲୋକମାନଙ୍କୁ ପଇସା ଦେବେ ଆଣ୍ଡ ଭୋଟ୍ ବ୍ୟାଙ୍କ ସେଇଠୁ ହିଁ ଆସିବ ସିଧା କଥା। ନାଓ ସଫର କେଉଁମାନେ ହେବେ ସଫର ଦେଖନ୍ତୁ କେଉଁମାନେ ହେବେ ଆପଣମାନେ ହେବେ ଏଥିରେ ଆପଣ ହିଁ ସମସ୍ତେ ଇନକ୍ଲୁଡ଼ ଅଛନ୍ତି ଯେଉଁମାନେ ଏସ୍ଆଇ ଆସ୍ପିରାଣ୍ଟସ୍ ତା ଭିତରେ ମୁଁ ନାହିଁ ହେଲା। ମୋତେ ଗୋଟେ ଝିଅଟେ କମେଣ୍ଟସ୍ କରିଥିଲା କ'ଣ ତାଙ୍କ ନାଁ ଲୋପାମୁଦ୍ରା ସେ ଏମିତି କରିକି ବୋଧେ ଗୋଟେ ଭିଡ଼ିଓ ବନାଉଛି ସେ କହୁଥିଲେ କି ଖାଲି ଭିଡ଼ିଓ ବନେଇବ ନା କିଛି କରିବ ହେଲା। ତ ମୁଁ ତାଙ୍କୁ ଏଇଟା ଆନ୍ସର୍ କରିଥିଲି କି ତୁମ ଟିମ୍ କାହିଁ ଯଦି ଏସ୍ଆଇ ବାଲାଙ୍କୁ ଲଢ଼ିବାର ଅଛି ଏସ୍ଆଇ ଆସ୍ପିରାଣ୍ଟସ୍କୁ ଲଢ଼ିବାର ଅଛି ଏକ୍ଜାମ୍ କରାଇବାର ଅଛି ତ ଟିମ୍ କାହିଁ ଟିମ୍ ଆସିବା ଦରକାର ନା ଆଟଲିଷ୍ଟ ଆପଣମାନେ ଯଦି ସମସ୍ତେ ଆସିବେ ଆଟଲିଷ୍ଟ 100ରୁ 100% ଆସିବେନି ଏଇଟା ମୁଁ ବି ଜାଣିଛି 50% ତ ବାହାରନ୍ତୁ 20-30 ଜଣ ଗ୍ରୁପ୍ରେ ଆସିକି ଯଦି ଆମେ କ'ଣ କହିବେ ଏଇସବୁ ଜିନିଷ କରିବା ଦେନ୍ ସେଇଟା ପସିବୁଲ୍ ନୁହଁ। 20-30 ଜଣଙ୍କୁ କେହି ବି ଭଗେଇଦେବେ ଯଦି ଏତେ ଲୋକଙ୍କୁ ପ୍ରୋବ୍ଲେମ୍ ହେଉନି 30 ଲୋକଙ୍କ ପାଇଁ କେହି ଶୁଣିବେନି ଦେନ୍ ରହିଲା ଗ୍ରିଭେନ୍ସ ଆଉ ଇମେଲ୍ ଭାଇ ଯେତେ କରନ୍ତୁ ସେଥିରେ କୌଣସି ରିପ୍ଲାଏ ଆସିବନି। ମୁଁ ନିଜେ ପିଏମ୍ଟି କ୍ୟାଣ୍ଡିଡେଟ୍ଙ୍କ ପାଇଁ ଓଏସ୍ଏପି ଆୟୁର୍ବେଦିକ କ୍ୟାଣ୍ଡିଡେଟ୍ ପାଇଁ ଏଫ୍ଜି ପିଲାଙ୍କ ପାଇଁ କେତେ ଗ୍ରିଭେନ୍ସ ପକାଇଛି କେତେ ଜଣାଶୁଣାଣି ପୋର୍ଟାଲ୍ କ'ଣ ଖୋଜା ହେଇଛି କେଉଁ ସେକ୍ରେଟାରୀକୁ ଫୋନ୍ କରାହେଇଛି ଆମେ ଜାଣିଛୁ କିଛି ତା'ର ଇଏ ନାହିଁ ହେଲା। ଗୋଟିଏ ଜିନିଷ ହେଲା ଆପଣ ଏକତ୍ରିତ ହେବେ ଆପଣଙ୍କର ଯେଉଁ ପଏଣ୍ଟ ଅଫ୍ ଭ୍ୟୁ ଗୋଟିଏ ପଏଣ୍ଟ ଅଫ୍ ଭ୍ୟୁ ଗୋଟିଏ ଲିଡର ସହିତ ପୁରା ଟିମ୍ ଗୋଟିଏ ଜାଗାରେ ଏକତ୍ରିତ ହେବ ଆପଣଙ୍କ ପଏଣ୍ଟସ୍ ରଖିବେ ସରକାରଙ୍କ ଉପରେ ପ୍ରେସର କ୍ରିଏଟ୍ କରିବେ। ବାଇ ଇଲେକ୍ସନ୍ ନୂଆପଡ଼ାରେ ହେବାକୁ ଯାଉଛି 11 ତାରିଖ ତା ପୂର୍ବରୁ ଯଦି ଆପଣ ନୂଆପଡ଼ା ଯାଇକି ସେଠି ଆପଣ ପ୍ରେସର କ୍ରିଏଟ୍ କରାଇ ପାରିଲେ ଦେନ୍ ଡେଫିନେଟଲି ଏଥିରେ କିଛି ଇନଷ୍ଟାଣ୍ଟ ସଲ୍ୟୁସନ୍ ଆସିବ 7-8ରେ ଯାଇକି ବଟ୍ ଆପଣ ଯଦି ଏବେ ଶୋଇକି ରହିଛନ୍ତି ଆଉ ରହିବା ଆଗକୁ ଦେନ୍ କଂଗ୍ରାଚୁଲେସନ୍ ଯେଉଁ ସୋର୍ସେସ୍ରୁ ଆସୁଛି କି 2025ରେ ଏକ୍ଜାମ୍ ହେବନି 2026ରେ କ'ଣ ହେବ 2026ରେ ନୂଆ ଭ୍ୟାକେନ୍ସି ଆସିବା କଥା ସେଇଟାକୁ ମିକ୍ସଅପ୍ କରିଦେବେ ଯେଉଁ 2025ର 900 ଭ୍ୟାକେନ୍ସି ଆଉ 2026 ସହିତ ଯେତେ ପୋଷ୍ଟ ଖାଲି ହେବ ସେଇଟାକୁ ମିକ୍ସ କରିକି ଆପଣଙ୍କ ଭର୍ତ୍ତିର ଗୋଟେ ଭ୍ୟାକେନ୍ସିର ଗୋଟେ ଡେଟ୍ ଆଉଟ୍ ହେବ। ଭାବନ୍ତୁ ଗୋଟେ ଡେଟ୍ ଆଉଟ୍ ହେବ ତାପରେ ପ୍ରିଲିମ୍ ଫର୍ମ ପକାଇବେ ଫର୍ମର ଲାଷ୍ଟ ଡେଟ୍ ରହିବ ମାସେ 1.5 ମାସ ଦେନ୍ ଆପଣଙ୍କର ପ୍ରିଲିମିନାରୀ ଏକ୍ଜାମ୍ 3 ମାସ ଘୋଷିତ ହେବ। ପ୍ରିଲିମିନାରୀ ପରେ ଯଦି କିଛି ସ୍କାମ୍ ହେଇଗଲା କ୍ୱେଶ୍ଚନ୍ ପେପର୍ ବିକ୍ରି ହେଇଗଲା ପୁଣି ସେଇଟା ଷ୍ଟପ୍ ହେଇଗଲା ଦେନ୍ ଆପଣଙ୍କର ମେନ୍ ଏକ୍ଜାମ୍ ହେବ ସେ ଯାହା ବି ହଉ ୟା ଫିର୍ ଗୋଟିଏ ଏକ୍ଜାମ୍ ହେବ ଯାହା ବି ହଉ ତାପରେ ରେଜଲ୍ଟ ଆସିବ ମେରିଟ୍ ଲିଷ୍ଟ ଆସିବ ମେଡ଼ିକାଲ ଟେଷ୍ଟ ଆସିବ ଡକ୍ୟୁମେଣ୍ଟ ଭେରିଫିକେସନ୍ ଆସିବ ତାହେଲେ ଭାବନ୍ତୁ ଆପଣ କେବେ ଚାକିରି ପାଇବେ ଏଇଟା ମୁଁ ଆପଣଙ୍କ ଉପରେ ଛାଡ଼ୁଛି। ଏତିକି ତ ଆପଣଙ୍କର କମନ୍ ସେନ୍ସ ଥିବ ଆଉ ଆପଣଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ବି ଏଇଟା ପଠାଇବେ କି ଯେଉଁ ଲୋକଟିକୁ ସେମାନେ ଭୋଟ୍ ଦେଇକି ବସାଉଛନ୍ତି ଆଟଲିଷ୍ଟ ସେ ତାଙ୍କ ପିଲାଙ୍କ ପାଇଁ ମାନେ ଆପଣଙ୍କ ପିଲାଙ୍କ ପାଇଁ ସେ କେତେ ତତ୍ପର କେତେ କାମ କରୁଛନ୍ତି। ଯେବେ ନୂଆପଡ଼ାରେ ଆସିଲା ବାଇ ଇଲେକ୍ସନ୍ ତ ସବୁ ମନ୍ତ୍ରୀମାନେ ଷ୍ଟାର ପ୍ରଚାରକ ହେଇକି ଯାଇକି ପହଞ୍ଚିଗଲେ ପିଲାଙ୍କର ପ୍ରୋବ୍ଲେମ୍ କେହି ଗୋଟେ MP MLA ଆସିକି ନା କଥା ଉଠାଉଛନ୍ତି ନା କେହି ଗୋଟେ ନେତା ମନ୍ତ୍ରୀ ଆସିକି କଥା ଉଠାଉଛନ୍ତି ସବୁ ସାଇଲେଣ୍ଟ କାହିଁକିନା ତାଙ୍କୁ ଜାଣିଛନ୍ତି ନା ପିଲାମାନେ ତାଙ୍କୁ ଭୋଟ୍ ଦେବେନି ଦେବେ କେଉଁମାନେ ଯେଉଁମାନଙ୍କୁ ଫ୍ରିରେ ମାଂସଟେ ମିଳିବ ଫ୍ରିରେ ଶାଢ଼ୀଟେ ମିଳିବ ଫ୍ରିରେ ବ୍ୟାଗ୍ଟେ ମିଳିବ ସେଇମାନେ ତାଙ୍କୁ ନେଇକି ଭୋଟ୍ ଦେବେ ତ ସେଇ ତାଙ୍କ କାମରେ ଲାଗିଛନ୍ତି ପିଲାମାନଙ୍କୁ ୟୁଥ୍ ମାନେ ଟୋଟାଲି ଇଗ୍ନୋର। ତ ଏଇ ହିସାବରେ ଆପଣଙ୍କର ଯେଉଁ ଏକ୍ଜାମ୍ ପାଇଁ ପ୍ଲାନ୍ ଚାଲିଛି ଯେଉଁଟାକି କନଫର୍ମ ହେଇନି କି 2025ରେ ଆପଣଙ୍କ ଯେଉଁ ଭ୍ୟାକେନ୍ସି ଆସିଥିଲା ସେଇଟାକୁ ଆଗକୁ କରିନିଆଯିବ 2026ରେ ଆପଣଙ୍କ ମିକ୍ସ କରିକି ଭ୍ୟାକେନ୍ସି ବାହାରିବ କେବେ ବାହାରିବ ସେଇଟା ଆମେ ଜାଣିନୁ। ନେକ୍ସଟ ପରେ କେଉଁମାନେ ବେଶୀ ହଇରାଣ ହେବେ ଆମ ପିଲା କେମିତି ହଇରାଣ ହେବେ ଯେଉଁମାନେ 2025ରେ ଯେତିକି ପୋଷ୍ଟ ବାହାରିଥାନ୍ତା ଯେଉଁମାନେ 2026କୁ ଓଭରଏଜ୍ ହେଇଯିବେ ସେମାନେ ତ ଷ୍ଟ୍ରେଟ୍ ହଇରାଣ ହେବେ ସେମାନେ କଟିଗଲେ ଠିକ୍ ଅଛି। ଆଉ ଯେଉଁମାନେ ଭାବୁଛନ୍ତି କି ଆମ ଓଭରଏଜ୍ ହେବୁନି ବଟ୍ ଆମର ଖୁସିର କଥା ହେଲା କି ଆମର ଏକ୍ଜାମ୍ ହେଉଛି ମୁଁ ଆପଣଙ୍କୁ ଗୋଟେ ନଲେଜ୍ ଦେବା ପାଇଁ ଚାହୁଁଛି ମୋ ଏକ୍ସପିରିଏନ୍ସରୁ ଭାଇ 2025ରେ ଭ୍ୟାକେନ୍ସି ଆସିଥାନ୍ତା ଆଉ 2026ରେ ବି ଭ୍ୟାକେନ୍ସି ଆସିଥାନ୍ତା ଏଇଟା ମୂଳରୁ ଉପରୁ ପ୍ଲାନ୍ ଥିଲା 25ରେ ବି ଆମର ଭ୍ୟାକେନ୍ସି ଆସିବ 26-27ରେ ଭ୍ୟାକେନ୍ସି ଆସିବ ତ ସେଇ ହିସାବରେ ଯେଉଁ ଆପଣଙ୍କୁ ଭାବି ନିଅନ୍ତୁ ଇଏ ପିଲାଟି ମାନେ ମୁଁ ମନୋଜ
2025 एग्जामटी दे था फेल होता बट कौन होता तार लाभ 2026 अटेम्प्ट ता पाखे था से यू जो फेल होता न्यू स्टार्टिंग करके पढ़ी से 2026 एग्जाम देकी पास कर पारता एवं कौन है आप गोटे अटेम्प्ट खराब होगा बिल्कुल 2025 आप अटेम्प्ट बिल्कुल जीरो होगा खराब होगा आपण पाखे अटेम्प्ट रहा 26 जोटा कि डू और डाई अटेम्प्ट रहा आप जो मैंने माने एज पाखक पलैले कि ओभर एज है तो 2026 आपणकर 1 अटेम्प्ट रहा तो हैरान भावेनि कि खाली ओभर एज पिला हेबे हैरान आपण मैंने भी आपण मानक भी लॉस है इनडायरेक्टली बट प्रॉब्लम ना कई यहाँ को बुझी पाना आ समस्त को मुझे कि जदि भी आम स्ट्राइक करवा प्रोटेस्ट करवा टीम बिल्डअप कर तुम्हें जड़े तुम्हें 5टा छुआ को टीम बिल्डअप कर से जो 5टा छुआ बाहर कह कि तुम्हें 5टा छुआ आण माने कौन किणिकी आनी जो मैंने एक्चुअली एस्पिरेंट जो मैंने लॉजिकली बुझुंट कि ये जिनस ही लॉस होगी से अटेम्प्ट कम हो गला आई जिन हो देखो ये जिन जब एबेठू आवाज न उठेबा से जिन हो 2026 ही देखिए ये सब जिन आसो है 2025 किसी भी हो पार जदि आज आम शोवा तो सही हिसाब से 5 जन सी 5 जन कहे आपड़ जब भावे मु स्वयं गोटे मनीष है मोर कैपेसिटी गोटे यूट्यूब चैनल्स या फिर किछिटा माध्यम बाकी मु भगवान श्रीकृष्ण नुह कि सब जिनस मु करदेवी कहीं लड़ाई हो आपण मैंने समस्ते फील्ड को आसवे मोर काम है आपको डायरेक्शन दबा लीड करवा केमी कौन करवा से जिनस मीडिया सपोर्ट ये सब जिनस करवा बट लड़वा को आपन पड़ो कि बिकज आपन होचन एस्पिरेंट आईटा मु भी चाहूँगी कि आप फ्रंट लाइन को आसिकी लड़तु आपणकर ही लीडर रो है कहीं आपणकर लीडर रहिले प्रॉब्लम आपणकर प्रॉब्लम आपण प्रॉब्लम में छिड़ातु जदि आम गोटे एग्जांपल सेट करवा कि आमर प्रॉब्लम थिला आमे निजे मु आपन लीडर है कि पब्लिसिटी नहीं पारि कि मो भाई मोर यहाँ करदे भाई से आमर करदे बट मुझे चाहूनी मु रही आपण सहित बट मुझे चाहूँगी आपण भर जड़े लीड करूँ लीड करिया माने कौन सी मन मर्जी चलेब ना सी आपण मानक शुणव आमर पॉइंट ऑफ व्यू शुणला गोटे डिसीजन नब कि ये जिनस भाई आम करवा बास यहीटा आ जिन को लेकिन आगरे रखा से जिन बास दैट्स इट आउ अलग किसी नुह ये तो सही हिसाब से जब आम कर देन बेटर तो मु जो मैंने कमेंट्स कर खाली वीडियो बनइले कौन हम मुझे कहना चाहूँगी आपण भी टिके माने शरीर को टिके कष्ट दिंतु 5 ରୁ 5 शेयर करूँ 5 ରୁ कहतु 5 जन को आणवे यही समस्त पाक वीडियो को शेयर करूँ पहुँचले ही सब जिन हो पार खाली स्ट्राइक करदे प्रोटेस्ट करदे कहीदे यहाँ गोटे ये जिनस नुह ताप परमिशन आमको ना पड़ो ड्यू टू इलेक्शन से आमको लीगल परमिशन नाक पड़ो से कथा पड़ो सब जिन बट ता पूर्व आम पाखे बैकअप तो थिबा दरकार ना केते पिला आसबे कौटू आसबे एटलिस्ट एप्रोक्सीमेटली नंबर थिबा दरकार बाकी 20-30 जन को लेकिन तो ये जिन हो पारनी जदि आप चाहूँगी 2025 एग्जाम करवाई देन डेफिनेटली आपण मतामत कमेंट सेक्शन में या फिर टेलीग्राम ग्रुप आम जो 10 जन सेवक अच्छी लिंक्स मुझे तले दे दूँगी जॉइन हूँ प्रोफेशनली कथा हूँ डिस्कसन करूँ ना जदि शुईकी रे देन 2026 एग्जाम हम 2028 आपको पोस्टिंग मिल